भगवान् भगवतनं मुखस्खलितमक्षरं त्र्यक्षरं महाबीजम् अनन्ततो निजजय नमो नमो पावच भागवते वासुदेवाय नमस्ते पुरुषोत्तम द्वारो ब्रह्म बनी चरणाय नमः। प्रिय दर्शक भाई भौणी माने आज आम प्रथम स्कंदर त्रयोदश अध्याय को पाठ करने को जाऊे। प्रथम स्कंद त्रयोदश अध्याय जो तत्व अच्छी ताहाको आम पाठ कर बुझा। भागवत हूँ भगवान मुख निःसृत वाणी बा भागवत 12 स्कंद हूँ कल्कि भगवान 12 हाथ खंडा पुराण मध्य श्रेष्ठ होइथिबारु याकू पुरुष पुराण कहुए। दर्शक भाई भौणी मैंने आसतु आज प्रथम स्कंदर त्रयोदश अध्याय को पाठ करिबा। प्रथम स्कंद त्रयोदश अध्याय श्रीसुतोवाच सुत कहन्ति तो मुने शुण सकल मुनिगणे विदुर तीर्थ यात्राश्रमे मिलिले महित्रेय आश्रमे केते दिन तही रही आत्मारतः तो ज्ञान बही हस्तिनानगर विश्वसे मिलिले धृत राष्ट्र पासे जानिबा पाई तार गति स्वभाव साधु धीर मति विदुर देखी धर्मसुत बंधु आगमे कृत्य कृत्य संगत घेनी चारि भाई पूजिले आसने बसाई दुर्दक्ष द्रुत राष्ट्रसुत संगत घेनी पुरोहित गांधारी द्रौपदी समेते सुभद्रा उतरा सहिते आगरे गमुछन्ति कुंती अन्य सदहर बंधु ज्ञाति पंडुर जेते बंधु जने मिलिले हर सबदने प्राण को पाई पिंड जने पुणी उठाई दिव ज्ञाने सकल मिली तारो पासे मिलिले जे जाहा विश्वासे अनाई विदुर बदन आनंद अश्रु जल पूर्ण सकल पूजा विधि करी राजन कर करे धरी विदुर बसाई आसने पासे सुभद्रा बंधु जने हार बदहन राजा चाही आनंद घेनी चारि भाई उचे पचारि प्रश्न बाणी कांदिले सार्वलोक शुणी। आज्ञा सुत मुनि संतुष्ट मनरे समस्त मुनि मान क्या कहते विदुर तीर्थयात्रा करी थकी पड़ी मैत्रेय मुनि आश्रम जाई पहुँचिले। मैत्रेय मुनि आश्रम किछि दिन रही आत्मतत्व ज्ञान लाभ करी विश्वास हस्तिनापुर धृत राष्ट्र पाखरे आज्ञा जाई पहुँचिले। कहीं आज्ञा पहुँचिले विदुर युधिष्ठिर जो राजा होते गतिविधि जानापी प्रजा पालन जानापी धृतराष्ट्र पाखरे हस्तिनापुर जाई पहुँचिले।
ବିଦୁରକୁ ଦେଖି ଯୁଧିଷ୍ଠିର ରାଜା ଭାରି ଖୁସି ହେଲେ। ଖୁସି ହୋଇ କ'ଣ କଲେ? ଆଜ୍ଞା ଅତିଥି ସେବା କରିଦେଲେ। ସଙ୍ଗରେ 4 ଭାଇକୁ ଆଣି ବିଦୁରକୁ ଆସନରେ ବସାଇ ତାଙ୍କୁ ଅତିଥି ସେବାଟିଏ ଯୁଧିଷ୍ଠିର କରିଦେଲେ। ବିଦୁର ଆସିବା ଦେଖି ମଧ୍ୟ ଅନ୍ୟ ସମସ୍ତେ ଯେତେ ବନ୍ଧୁ ଜନମାନେ ଥିଲେ ସମସ୍ତେ ମଧ୍ୟ ଆସିଲେ ବିଦୁରକୁ ଦେଖିବା ପାଇଁ। ଧୃତରାଷ୍ଟ୍ରଙ୍କ ପୁଅ ଦୁର୍ଦକ୍ଷ ସେ ତାଙ୍କ ପୁରୋହିତମାନଙ୍କୁ ନେଇ ସାଙ୍ଗରେ ଆସିଛି। ଆଉ ଦ୍ରୌପଦୀଙ୍କ ସହିତ ଗାନ୍ଧାରୀ, ତାଙ୍କ ସହିତ ଉତ୍ତରାଙ୍କ ସହିତ ଯେତେ ବନ୍ଧୁଜନ ଥିଲେ ସମସ୍ତେ ଆସି ବିଦୁରଙ୍କ ଆଗରେ ପହଞ୍ଚିଲେ। ପାଣ୍ଡବମାନଙ୍କର ଯେତେ ବନ୍ଧୁବାନ୍ଧବ ଥିଲେ ସମସ୍ତେ ମଧ୍ୟ ଆଜ୍ଞା ଖୁସି ମନରେ ଆସି ହସ୍ତିନାପୁରରେ ପହଞ୍ଚିଲେ। ପିଣ୍ଡକୁ ପ୍ରାଣ ଆଜ୍ଞା ଯେଉଁଭଳି ପାଇଲେ ଦିବ୍ୟ ଜ୍ଞାନ ସୃଷ୍ଟି ହୁଏ, ଠିକ୍ ସେହିଭଳି ଏ ବିଦୁରକୁ ଦେଖିଲା ମାନେ ହସ୍ତିନାପୁରର ଯେତେ ଜନ ଥିଲେ ସମସ୍ତଙ୍କ ଦେହରେ ଟିକେ ଚେତା ପଶିଗଲା। ଏ ବିଦୁର କୁଆଡ଼େ କେମିତି ଆସିଲେ ବାହାରିକି? ଆଜ୍ଞା ପିଣ୍ଡରେ ଯେ ପର୍ଯ୍ୟନ୍ତ ପ୍ରାଣ ନ ପଶିଛି ଆଜ୍ଞା ଦିବ୍ୟଜ୍ଞାନ ବାହାରିବ ନାହିଁ। ଏହା ଆଜ୍ଞା କଳ୍କି ବାଣୀ କଥା ଆଗକୁ ଆମେ କହିବୁ। ପିଣ୍ଡରେ ପ୍ରାଣଟା କ'ଣ? ଆଜ୍ଞା ଜୀବନ ନୁହଁ, ଜୀବନ ଆଜ୍ଞା ଅଲଗା, ପ୍ରାଣ ଅଲଗା। ବିଦୁରକୁ ସମସ୍ତେ ଦେଖି ସମସ୍ତଙ୍କ ଆଖି ଆନନ୍ଦ କ'ଣ ଅଶ୍ରୁ ଜଳରେ ଭିଜିଗଲା। ସମସ୍ତେ ଖୁସି ହୋଇଗଲେ ବିଦୁରକୁ ଦେଖି। ସମସ୍ତ ରାଜାମାନେ ବିଦୁରଙ୍କର ହାତକୁ ଧରି ସମସ୍ତେ ନେଇ ଆସନରେ ବସାଇ ଦେଲେ। ତାଙ୍କ ଅତିଥି ସେବା କରି ଆନନ୍ଦ ମନରେ 4 ଭାଇ ବିଦୁରଙ୍କ ମୁହଁକୁ ଅନାଇ ପ୍ରଶ୍ନ ବାଣୀ ଆଜ୍ଞା ଜଣେ ଜଣେ ପଚାରୁଛନ୍ତି। 4 ଭାଇ ଏ ପ୍ରଶ୍ନ ପଚାରିବା ଶୁଣି ସମସ୍ତ ଲୋକ ଆଜ୍ଞା କାନ୍ଦି ଉଠିଲେ। କ'ଣ ସେ ପ୍ରଶ୍ନ ଆଜ୍ଞା? ଯୁଧିଷ୍ଠିର ବାଚ ହେ तात କହୁ ତୋ ବ୍ରତେ ଆମ୍ଭ କୁଶଳ ତୋର ଚିତେ ସ୍ମରଣ କରି ତୀର୍ଥ ଭ୍ରମେ ବନ ଗହନ ବହୁ ଶ୍ରମେ ତୁମ୍ଭ ଚରଣେ ଆଶ୍ରୟ କରି ସକଳ କଷ୍ଟ ହିଁ ପାଶରି ବିପଦ ଦୁଃଖ ଯେତେ ସହି ବନେ ବଞ୍ଚିଲୁ 5 ଭାଇ ମାତା ସହିତେ ଯତୁ ଘରେ ଅଗ୍ନି ଦହନ ମହାଘୋରେ ବିଷଭକ୍ଷଣ ଆଦି ଯେତେ ତୋ ଆଗେ କହିବି ମୁଁ କେତେ ଅନେକ ପାପର ପ୍ରମାଦ ବଞ୍ଚିଲୁ ତୁମ୍ଭର ପ୍ରସାଦ। ଏକଥା ଶୁଣି ଆଜ୍ଞା ଯୁଧିଷ୍ଠିର ବିଦୁରକୁ କହୁଛନ୍ତି, ତା ତ ବା ହେ ବାବା ତୁମ ଆଗରେ ଆମ ଦୁଃଖ କଥା କହୁଛି, ଟିକେ ଶୁଣ। ତୁମ ଦୁଃଖ ସୁଖ ତୁମକୁ ସବୁ ତ ଜଣା। ବନ ଗହନରେ ବହୁତ କଷ୍ଟ କରି ଅନୁସରଣ କରି ପୃଥିବୀ ଭ୍ରମି ବହୁତ କଷ୍ଟ ପାଇଲୁ। ତୀର୍ଥ ଭ୍ରମଣ କରି ତୁମ୍ଭ ଚରଣରେ ଆଶ୍ରୟ କରି ସମସ୍ତ କଷ୍ଟକୁ ନିବାରଣ କଲୁ ବା ସମସ୍ତ କଷ୍ଟକୁ ପାଶୋରି ଦେଲୁ। ଯୁଧିଷ୍ଠିର କହୁଛନ୍ତି, ବହୁତ ଦୁଃଖ କଷ୍ଟ ସହି ବନରେ 5 ଭାଇ ଯାକ ବଞ୍ଚିଲୁ। ମାତାଙ୍କ ସହିତ ଯତୁଘରେ ମହାଘୋର ଅଗ୍ନି ଦହନ ହେଲା। ବିଷ ଭକ୍ଷଣ ଆଦି ଯେତେ ଦୁଃଖ ତୁମ୍ଭକୁ ଆଜ୍ଞା କ'ଣ କହିବି? ଯୁଧିଷ୍ଠିର ଏ କଥା ବିଦୁରକୁ କହୁଛନ୍ତି। ତୁ ଆମ୍ଭ ଦେହ ଦୂର କରି ଭ୍ରମଣ କଲୁ ବସୁନ୍ଧରି ଉଦାସୀ ପୃଥିବୀ ଲକ୍ଷଣେ ଏକାନ୍ତେ ବୁଲୁ ବନେ ବନେ କିପରି ଗ୍ରାମ ଯାତ୍ରା କରି ଏ ପଥ ଶ୍ରମ କୁଶହରି ଭ୍ରମିଲୁ ଅବହନି ମଣ୍ଡଳେ ତୀର୍ଥ ଆଶ୍ରମ ପୁଣ୍ୟ ଫଳେ ତୋହର ପ୍ରାୟ ସାଧୁ ଯେତେ ପ୍ରବେଶ ହୋଇ ସର୍ବତୀର୍ଥେ। ଯୁଧିଷ୍ଠିର ବିଦୁରକୁ ଆଜ୍ଞା କହୁଛନ୍ତି, ତୁମ୍ଭେ ଆମ୍ଭକୁ ଦୂର କରିଦେଇ ବସୁନ୍ଧରି ଭ୍ରମଣ କଲ, ପୃଥିବୀ ପରି ଉଦାସୀନ ହୋଇ ବଣରେ ଏକା ବୁଲିଲ, ଏଭଳି ପଥଶ୍ରମଟା ଆଜ୍ଞା ଦୂର କଲ। ତୁମ୍ଭ ଭଳି ଯେତେ ସାଧୁ ପୃଥିବୀ ମଣ୍ଡଳରେ ବା ତୀର୍ଥ ଆଶ୍ରମ ଭ୍ରମଣ କରନ୍ତି, ପୁଣ୍ୟ ଅର୍ଜନ କରନ୍ତି, ଯେଉଁଭଳି ଭଗବାନ କରୁଥିଲେ, ଏତେ କଷ୍ଟ ସହ୍ୟ କରି ଭ୍ରମି କରନ୍ତି ପୁଣ୍ୟ ସାର ଯାହା କରନ୍ତି ଚକ୍ରଧର ତୋର ସ୍ୱଭାବେ ପୁଣ୍ୟ ଦେହ ପ୍ରଶ୍ନ ପଚାରୁ तात କହ। ଯାଦବ ସଙ୍ଗେ ବନମାଳି ସୁଖେ ଖିଛନ୍ତି କୁଶସ୍ଥଳୀ ତାହାର ଭଲେ ଭଲ ମୋର ଯେ ହରି ଶରଣ ସୋଦର ସୁଖେ ଅଛନ୍ତି କି ଯାଦବେ ଭୋତାତ ପଚାରୁ ପ୍ରସ୍ତାବେ। ଏମତେ ରାଜା ବାକ୍ୟ ଶୁଣି ବିଦୁର ମନେ ମନେ ଗୁଣି ସୁହୃଦ ପ୍ରାୟ ଭୟ କଲା ଯାଦବ କ୍ଷୟ ନ କହିଲା ବିଚାରେ କହିବି ମୁଁ ଯେବେ ଜୀବନ ଛାଡ଼ିବେ ପାଣ୍ଡବେ ଏମତେ ଦେଖିବି ମୁଁ ତାହା ଏବେ ବିଚାରି କଲା ମାୟା ନ କହେ ଯଦୁ ବଂଶନାଶ ନିର୍ଘାତେ ଛାଡ଼ିଲା ନିଶ୍ୱାସ
ঊর্ধ্বপতনে ସେ ବିଦୁର କପଟେ କହଇ ମଧୁର। ଯୁଧିଷ୍ଠିର ବିଦୁରକୁ ପଚାରୁଛନ୍ତି, ଆଜ୍ଞା ଧୃତରାଷ୍ଟ୍ରଙ୍କର ବାଦିକ ଥିଲେ କିଏ? ବିଦୁର। ମହାଭାରତର ଯୁଦ୍ଧରେ ଯାହା ଯାହା ଘଟଣା ହେଉଥିଲା ସବୁ ବିଦୁର ଦେଖିକି ଧୃତରାଷ୍ଟ୍ରଙ୍କୁ ବାଦ ଦିଅନ୍ତି। ଆଜ୍ଞା ବିଦୁର ହେଉଛନ୍ତି ଦିବଦ୍ରଷ୍ଟା। ଯୁଧିଷ୍ଠିର ବିଦୁରକୁ କହୁଛନ୍ତି, ତୁମ୍ଭେ ସ୍ୱଭାବରେ ପୂର୍ଣ୍ଣ ଦେହା ଓ ଦିବଦ୍ରଷ୍ଟା, ତୁମ୍ଭକୁ ପଚାରୁଛୁ ତୁମ୍ଭେ କୁହ, ଯାଦବଙ୍କ ସହିତ ବନମାଳୀ ବା ଭଗବାନ ଭଲରେ ଅଛନ୍ତି କି? ତାଙ୍କର ଭଲରେ ଆମର ମଧ୍ୟ ଭଲ। କାହିଁକି? ଯୁଧିଷ୍ଠିର କହୁଛନ୍ତି କୃଷ୍ଣ ହେଉଛନ୍ତି ଶରଣ ରକ୍ଷକ। ହେ ବାବା, ଆଉ ଯାଦବମାନେ ସୁଖରେ ଅଛନ୍ତି କି? ଯୁଧିଷ୍ଠିରଙ୍କ ପାଖରୁ ଏହିଭଳି କଥା ଶୁଣି ଆଜ୍ଞା ବିଦୁର ଗୋଟେ ମନେ ମନେ ଚିନ୍ତା କଲେ। କ'ଣ ଚିନ୍ତା କଲେ? ବିଦୁର ନିଜ ହୃଦୟରେ ଟିକେ ଭୟ କରି ଟିକେ ଶଙ୍କା ରଖି ଯାଦବମାନଙ୍କର କ୍ଷୟ ହୋଇଛି ବୋଲି ଆଜ୍ଞା ଯୁଧିଷ୍ଠିରଙ୍କ ପାଖରେ କହିଲେ ନାହିଁ। କାହିଁକି କହିଲେ ନାହିଁ? ନା ଯଦି ଯାଦବଙ୍କର କ୍ଷୟ କଥା କହିଦେବି ତାହେଲେ ପଞ୍ଚୁପାଣ୍ଡବମାନେ ତାଙ୍କ ଜୀବନ ହାରିଦେବେ। ପଞ୍ଚୁପାଣ୍ଡବମାନେ ଯଦି ଜୀବନ ଆଜ୍ଞା ହାରିଦେବେ ମୁଁ ତ ଏ କଥା ଆଉ ଲେଖିପାରିବି ନାହିଁ। ଏଣୁକରି ବିଦୁର କ'ଣ କଲେ, ଟିକେ କପଟ ସ୍ୱଭାବ ରଖି ଦୀର୍ଘ ନିଶ୍ୱାସଟେ ଛାଡ଼ିଦେଲେ। କହିଲେ, ବାବା ଯୁଧିଷ୍ଠିର, ହଁ ଆଜ୍ଞା, ହଁ ଯାଦବମାନେ ଭଲରେ ଅଛନ୍ତି, ଆଉ କୃଷ୍ଣ ମଧ୍ୟ ତାଙ୍କ ସଙ୍ଗରେ କୁଶଳରେ ଅଛନ୍ତି। ଯଦୁବଂଶ ନାଶ କଥା ଆଜ୍ଞା ଯୁଧିଷ୍ଠିରଙ୍କ ପାଖରେ ବିଦୁର କହିଲେ ନାହିଁ। ଆଜ୍ଞା ଯଦୁବଂଶ କ'ଣ ସତରେ ନାଶ ହୋଇଥିଲା କି? ନାହିଁ ଆଜ୍ଞା, ଏହା ଟିକେ ଆଜ୍ଞା ଅଛି, ଛନ୍ଦ ଅଛି ବା କଳ୍କି ବାଣୀରେ ଆପଣଙ୍କୁ କହିବୁ। ତେଣୁକରି ଭାଗବତ ଆଗ ପଢ଼ିବା। ଭାଗବତ ଆମ ଆଖିର ପରଳକୁ ଯଦି କାଟିଦେବ ତାହେଲେ ଯାଇ ଆମେ କଳ୍କି ବାଣୀ କଥା ଜାଣିପାରିବା ବା କଳ୍କି ଭଗବାନଙ୍କୁ ପାଇପାରିବା। ଏପରି ଏ ଭାଗବତ ହେଉଛି ଆଜ୍ଞା ଆମ ଆଖିର ପରଳକୁ କାଟିବା ପାଇଁ ଏକମାତ୍ର ଦାଢ଼ୁଆ ଅସ୍ତ୍ର। ଏ ଦାଢ଼ୁଆ ଅସ୍ତ୍ର ଯାଇ ଆଖିରେ ବାଜିଲେ ପରଳ କଟିବ, ତାପରେ ଯାଇ ଭଗବାନଙ୍କୁ ପାଇପାରିବା, ନହେଲେ ପାଇପାରିବା ନାହିଁ। ଏଣୁକରି ଯାଦବମାନେ ଆଜ୍ଞା ବିନାଶ ହୋଇନଥିଲେ, ପୁରା ମରିନଥିଲେ, ଧର୍ମରେ ବିନାଶ ହୋଇଥିଲେ। ଧର୍ମ ତାଙ୍କର ବିନାଶ ହୋଇଥିଲା, ଧର୍ମ କ୍ଷୟ ହୋଇଯାଇଥିଲା। ଧର୍ମରେ ତାଙ୍କର ଆଉ ମନ ନଥିଲା। ଯାଦବ କୃଷ୍ଣ ସଙ୍ଗ କଲେ, କୃଷ୍ଣ ବୋଲି ସେ ନ ଜାଣିଲେ। ନା ଯାଦବମାନେ କୃଷ୍ଣ ସଙ୍ଗ କଲେ, କିଏ ଭାବିଲା ତ ଦାଦା, ବାବା, ଭାଇ, ପୁତୁରା ଏହିଭଳି ଭାବେ ତାକୁ ଜାଣିନଥିଲେ ଏମାନେ ଭଗବାନଙ୍କୁ। କୋଉମାନେ ଜାଣିଥିଲେ? ନା ତାଙ୍କ ଭକ୍ତମାନେ, ପଞ୍ଚୁପାଣ୍ଡବମାନେ। ସର୍ବକୁଶଳ ତପସାଦେ କୃଷ୍ଣ ଅଛନ୍ତି ଅପ୍ରମାଦେ, ହେମନ୍ତେ ରାଜା ଆଗେ କହି କେତେ ଦିନ ପୁରେ ରହି, ନିତ୍ୟ ଆନନ୍ଦେ ଧର୍ମ ରାଜା ବିଦୁର ସ୍ନେହେ କରି ପୂଜା, ରାତ୍ର ଦିବସ ତାର ସଙ୍ଗେ ଧର୍ମନନ୍ଦନ ମନ ରଙ୍ଗେ, ଅଶେଷ ତୀର୍ଥଙ୍କ ମହିମା ଯିବା କହିବା ଗୁଣ ସୀମା, ସର୍ବ କହିଲେ ତୋଷ ମୁନେ ଏବେ ହୋ ଶୁଣ ବିପ୍ରଜନେ। ବିଦୁର ଆଜ୍ଞା ଯୁଧିଷ୍ଠିରକୁ ମଧୁର ବାକ୍ୟରେ କହୁଛନ୍ତି, ନାହିଁ ଯୁଧିଷ୍ଠିର, ଯାଦବମାନେ ପ୍ରସାଦରେ ଭଲରେ ଅଛନ୍ତି, କୃଷ୍ଣ ମଧ୍ୟ ସୁଖରେ ଅଛନ୍ତି। ଏହିଭଳି ଯୁଧିଷ୍ଠିରଙ୍କୁ ମଧୁର କଥା କହି ବିଦୁର ଯୁଧିଷ୍ଠିରଙ୍କ ପାଖରେ କିଛି ଦିନ ରହିଲେ। ନିତିଦିନ ଯୁଧିଷ୍ଠିର ବିଦୁରଙ୍କୁ ସେବା ଶୁଶ୍ରୂଷା କରୁଥିଲେ, ତାଙ୍କ ରକ୍ଷଣାବେକ୍ଷଣ କରୁଥିଲେ। ବିଦୁରଙ୍କର ଯୁଧିଷ୍ଠିର ଦିନ ରାତି ଯୁଧିଷ୍ଠିର ବିଦୁରଙ୍କ ସହିତ ସାଙ୍ଗ ହେଉଥିଲେ, କଥୋପକଥନ ହେଉଥିଲେ, ଧର୍ମ ବାଣୀ କଥା କହୁଥିଲେ, ଜ୍ଞାନ ଚର୍ଚ୍ଚା ତାଙ୍କର ହେଉଥିଲା। ବିଦୁର ମଧ୍ୟ ଯୁଧିଷ୍ଠିରକୁ ଅନେକ ତୀର୍ଥଙ୍କର ମହିମା ଥିଲେ। ଯେଉଁ ତୀର୍ଥଙ୍କର ମହିମା ଆଜ୍ଞା ଯୁଧିଷ୍ଠିରକୁ କହୁଥିଲେ ବିଦୁର, ତାହାର ସୀମା ନାହିଁ। ଏହିଭଳି ଆନନ୍ଦ ଉଲ୍ଲାସରେ କିଛି ଦିନ ବିଦୁର ଯୁଧିଷ୍ଠିରଙ୍କ ପାଖରେ ରହିଲେ। ସର୍ବ କହିଲା ତୋଷ ମୋହନେ ଏବେ ହୋ ଶୁଣ ବିପ୍ରଜନେ, ଆଜନ୍ମ ତହୁଁ ସାପ ପାଇ ବିଦୁର ଶୂଦ୍ରେ ଜାତ ହୋଇ, ସତେ ବରଷ ଶୂଦ୍ର ଦେହେ ବଞ୍ଚିଲା ବିଷ୍ଣୁ ମାୟା ମୋହେ, ଏ ଯେ ପାଣ୍ଡବ ପାଞ୍ଚ ଭାଇ ରିପୁ ସଂହାରି ରାଜା ହୋଇ, ପୌତ୍ର ଜନ ଦେଖି ନିର୍ମଳ ଦୁର୍ଗମ ଉପେକ୍ଷି, ଗୃହ କରଣେ ଚିତ ଜଡ଼ି
ବିଷ୍ଣୁର ମାୟା ମୋହେ ପଡ଼ି ରାଜ୍ୟ କରନ୍ତି ଧର୍ମ ସୂତେ ମିଳିଲା କାଳ ବିପରୀତେ ଏହି ନ ଜାଣେ ଗତି ତାର ସ୍ୱଭାବେ ଅଭକ୍ତ ଈଶ୍ୱର ଧୂମ ପୁରିଲା ଦଶ ଦିଶେ ବିଦୁର ଦେଖି ମହାତ୍ରାସେ ବସିଲା ଦ୍ରୁତ ରାଷ୍ଟ୍ର ତୁଲେ ଆଶ୍ୱାସୀ କହେ ମନ ଭଳେ ହେ ଭ୍ରାତ ଶୁଣ ମୋ ଉତ୍ତର କାଳ ମିଳିଲା ଭୟଙ୍କର। ଆଜ୍ଞା ସୁତ ମୁନିମାନଙ୍କୁ କହୁଛନ୍ତି ଶୁଣ ମାଣ୍ଡବ୍ୟ ଋଷିଙ୍କ ଠାରୁ ଶାପ୍ୟ ପାଇ ଯମରାଜା ବିଦୁର ହୋଇ ଜନ୍ମ ହୋଇଥିଲେ। 100 ବର୍ଷ ଶୂଦ୍ର ଦେହରେ ଜନ୍ମ ହୋଇ ବିଷ୍ଣୁ ମହାମାୟାରେ ପଡ଼ିଯାଇଥିଲେ। କିଏ ନା ଯମ ବା ବିଦୁର। ଏବେ ଦେଖିଲେ ଧର୍ମପୁତ୍ରମାନେ ସମସ୍ତେ ଷଡ଼ ରିପୁକୁ ଆଜ୍ଞା ମାରି ଆମର ଆଜ୍ଞା ରିପୁ ଗୁଡ଼ାକ କ'ଣ ଧର୍ମରେ ହିଂସା ଗର୍ବ ଲୋଭ ମୋହ କାମ କ୍ରୋଧ ଆଜ୍ଞା ଏଗୁଡ଼ାକ ହେଉଛି ଆମ ଧର୍ମରେ ରିପୁ ବା ଶତ୍ରୁ। ଶତ୍ରୁମାନଙ୍କୁ ମାରି ରିପୁମାନଙ୍କୁ ମାରି ଧର୍ମପୁତ୍ରମାନେ ରାଜ୍ୟ ପାଳନ କରୁଛନ୍ତି। କିଏ ଦେଖିଲା ନା ବିଦୁର ଦେଖିଲେ। ବିଦୁର ଜାଣିଦେଲେ କହିଲେ ଯାହା ଭଲ ସମୟ ଆସିଯିବାରେ କ'ଣ କରିବା ଏଇଟା ଗୋଟେ ପ୍ଲାନ୍ କରିବା ଆଜ୍ଞା। ବିଦୁର ଜାଣିଲେ ଯାହା ଇଏ ହେଉଛି ଭଗବାନଙ୍କର ଜ୍ଞାନ ନହେଲେ ଏ ଧୃତରାଷ୍ଟ୍ର ଶାସନ କରୁଥିଲା ଏତେ ଶୀଘ୍ର କେମିତି ପାଣ୍ଡବମାନେ ଶାସନ କଲେ ସତ୍ୟ କେମିତି ଧର୍ମ କେମିତି ଶାସନ କଲା ନା କହିଲେ ଇଏ ହେଉଛି ଇଏ ବାବା ଏମିତି ସେମିତି କଥା ନୁହେଁ ଇଏ ହେଉଛି ଭଗବାନଙ୍କର ଜ୍ଞାନ। 10 ଦିଗ ଆଜ୍ଞା ବିଦୁରକୁ ଟିକେ ଅନ୍ଧାରିଆ ଦେଖାଗଲା। ମହାଭୟ ପାଇ ଧୃତରାଷ୍ଟ୍ରଙ୍କ ପାଖରେ ଆଜ୍ଞା ଯାଇ ବସି ପଡ଼ିଲେ। କିଏ ବିଦୁର ଧୃତରାଷ୍ଟ୍ରକୁ ଆଜ୍ଞା ଟିକେ ଆଶ୍ୱାସନା ଦେଇ କହିଲେ ହଉ ଭାଇ ମୋ ଉତ୍ତରକୁ ମୋ କଥା ଟିକେ ଶୁଣୁମ। କହିଲେ କ'ଣ ହେଲା କି ଆଜ୍ଞା କାଳ ଭୟଙ୍କର ହେଇଗଲା। କ'ଣ କାଳ ଭୟଙ୍କର ହେଇଗଲା ନା ଆଜ୍ଞା ଅସତ୍ୟ ଶାସନ କରୁଥିଲା ସତ୍ୟ ଶାସନ କଲା ନା। ବିଦୁର ଆଜ୍ଞା ଯମରାଜା ଟିକେ ଧୃତରାଷ୍ଟ୍ରକୁ ଡରେଇଲେ କହିଲେ ତୋତେ କ'ଣ ଗୋଟେ ପ୍ଲାନ୍ କରିବାକୁ ପଡ଼ିବ। ମହାମାୟା ସଂସାରରୁ ତୁ ଏ ବୁଡ଼ୁ ହେଇକିନା ମରିଯିବୁ ବାହାରିବୁନି ଗୋଟେ ଦୁରାଚାରୀ କାଳ ଭୟଙ୍କର ହେଇଗଲାଣି ଆଗ ପଛ ଆଉ କିଛି ଦିଶୁ ନାହିଁ ଏହାର ପ୍ରତିକାର ଆଜ୍ଞା କିଛି ନାହିଁ। କହିଲେ ମୁଁ ଦେବଦ୍ରଷ୍ଟା ହେଲେ ମୁଁ ୟାର ପ୍ରତିକାର ମଧ୍ୟ କରିବା ପାଇଁ କିଛି ଯୋଜନା ନାହିଁ ପ୍ରତିକାର ଆଉ କିଛି କରିହେବ ନାହିଁ। କିଏ ନା ବିଦୁର ଧୃତରାଷ୍ଟ୍ରକୁ କହୁଛନ୍ତି ଏହାର ପ୍ରତିକାର ନାହିଁ ଅବ୍ୟକ୍ତ ରୂପ ନଦିଶଇ ଦ୍ୱାପର ଯୁଗ ନଷ୍ଟ ଗଲା ଏକଳି କାଳ ପ୍ରକାଶିଲା ଆମ୍ଭର ପ୍ରାଣ ଏ ହରିବ ଏହାକୁ କେବା ନିବାରିବ ଧନ ସମ୍ପଦ ମହି ତଳେ ସଂହାର କରିବ ଏ ବଳେ ଦେବଦାନବ ମହାବଳ ବୃଦ୍ଧ ପ୍ରତାପୀ ଯୁବା କାଳ ଯାହାର ଦର୍ଶନ ମାତ୍ରେ କଦଳୀ ଜହ୍ନେ ଗୌରବାତେ ଭୟ କମ୍ପନ୍ତି ଥରହର କାତରେ ନେତୃ ବହେ ନୀର ଅନିତ୍ୟ ମନୁଷ୍ୟ ଏ ଦେହି ସାର ଏହାର କିଛି ନାହିଁ ଏ ଦେହେ ବିମୁକ୍ତ ବନ୍ଧନ ଏହାକୁ କହି ମହାଜନ। ଆଜ୍ଞା ଧୃତରାଷ୍ଟ୍ରକୁ ବିଦୁର ଗୋଟେ ପ୍ଲାନ୍ କଲେ କହିଲେ ନା ତୋତେ ଆଉ ରଖିହେବନି ଏ ସଂସାର ଧର୍ମ ଶାସନ କଲାନି କୋଇ ଅଧର୍ମୀ ତୋତେ ଗୋଟେ ପ୍ଲାନ୍ କରିନା ତ ଫସାଇବାକୁ ପଡ଼ିବ। ଆଜ୍ଞା ବିଦୁର ତ ଦିବଦ୍ରଷ୍ଟା ନା ଏ ସହଜରେ ଯମରାଜ ସିନା ଶାପ ପାଇକି ଶୂଦ୍ର ଦେହରେ ଜନ୍ମ ହୋଇଛନ୍ତି। ବିଦୁର ଧୃତରାଷ୍ଟ୍ର କହୁଛନ୍ତି ଦ୍ୱାପର ଯୁଗ ଗଲା କଳି ପ୍ରବେଶ ହେଲା ଆମ୍ଭର ପ୍ରାଣକୁ ଇଏ ହାରିଦେବ ଏହାକୁ ବାରଣ କରିବା ପାଇଁ କେହି ନାହିଁ। ଏଇ ଯେଉଁ ଧନ ସମ୍ପଦ ଗୁଡ଼ାକ ଆମ ରଖିଛନ୍ତି ନା ଏଇ ଯେଉଁ ଧନ ସମ୍ପତ୍ତିକୁ ଦେଖି କଳି ଆଜ୍ଞା ଆମକୁ ମାରିଦେବ। କଳି ଦେବତା ଅସୁରଙ୍କ ଠାରୁ ମଧ୍ୟ ଆହୁରି ବଳ ଏକଥା ଧୃତରାଷ୍ଟ୍ରକୁ ଆଜ୍ଞା କହୁଛନ୍ତି ଏ ବିଦୁର ଆମେ ବୁଢ଼ା ହେଇଗଲେନି ସେ ଯୁବା ଲୋକ ତାକୁ ଦେଖିଲେ ପବନରେ କଦଳୀ ଗୋଡ଼ ଗଛ ଗୁଡ଼ାକ ଯେମିତି ହୁଅନ୍ତି ବା ଭାଙ୍ଗିଯାଆନ୍ତି ଠିକ୍ ସେହିଭଳି ଭାଇ ଆମକୁ ମାରିବ। ଦୂରଙ୍କ ଠାରୁ ଏକଥା ଶୁଣି ଆଜ୍ଞା ଧୃତରାଷ୍ଟ୍ର ଥରି ଉଠିଲେ
କାତର ହୋଇ ଉଠିଲା। ଆଉ ବୁଢ଼ା ବୟସରେ ବଳ ଅଛି ନା, ଆସକ୍ତି ଅଛି? ବେଦୁରଙ୍କ ଠାରୁ ଆଜ୍ଞା କଥା ଶୁଣି ଥରି ଉଠିଲେ। ବେଦୁରଙ୍କ ଠାରୁ ଏ କଥା ଶୁଣି ଧୃତରାଷ୍ଟ୍ରଙ୍କର ଆଖିରେ ଲୁହ ଆସିଗଲା। ବେଦୁର ପୁଣି ଧୃତରାଷ୍ଟ୍ର କହୁଛନ୍ତି, ନାଇଁ ମନୁଷ୍ୟ ଦେହଟା ହେଉଛି ସାର, ଅନିତ୍ୟ ମନୁଷ୍ୟ ଦେହ କିଛି ନାହିଁ। ଏ ଦେହ ଯଦି ମାୟା ବନ୍ଧନରୁ ମୁକ୍ତି ହେଲା ତାହାକୁ ମହାଜନ ଲୋକ କହିବା ବା ଭଲ ଲୋକ କହିବା। ଦେଖ ତୋହର କର୍ମ ଫଳେ ନାଶ ପୁତ୍ର ଭ୍ରାତା ସକଳେ, ଦୟା ତାହାର ଦୂରେ ଗଲା ମରଣ ନିକଟ ହୋଇଲା। ଅତି ଦୁଃଖିତ ବୃଦ୍ଧ ଦେହେ ତୋର ନିବାସ ପର ଗୃହେ, ଦିଶନ୍ତି ଦନ୍ତ ତୋ ଧର କର୍ଣ୍ଣେ ନ ଶୁଭଇବ ଧୀର। ଅନ୍ତରେ ଅଗ୍ନି ମନ୍ଦ ହୋଇ ଅନ୍ନ ଭୋଜନ ନ ରୁଚଇ, ସେ ତାକୁ ରଖିବ ଆୟତେ ପ୍ରାଣୀ ଜୀବନ ଆତ୍ମଗତେ। ଏ ଯେ ଭୀମର ଗଦାଘାତେ ସମରେ ମଲେ ତୋର ସୁତେ, ତୋର ଅର୍ଜିତ ପିଣ୍ଡ ଆଶା ଶ୍ୱାନର ପ୍ରାୟ ତୋ ଭରସା। ବିଦୁର ଧୃତରାଷ୍ଟ୍ରକୁ କହୁଛନ୍ତି, ତୁମ୍ଭର କର୍ମ ଫଳ ଟିକେ ଦେଖ। ପୁତ୍ର ଭ୍ରାତା ଯେତେ ଥିଲେ ମୋ ଆଗରେ ସମସ୍ତେ ମଲେ, ଆଉ କେହି ନାହାନ୍ତି। ଆୟୁଷ ତୁମର ସରି ଆସିଲାଣି, ଆଉ ଆୟୁଷ ତୁମର ବେଶୀ ଦିନ ନାହିଁ। ମରଣ ନିକଟ ହେଲାଣି, ଆଉ କିଛି ଦିନ ଗଲା ପରେ ମରିବ। ସ୍ୱଭାବରେ ପୁଣି ତୁମ୍ଭେ ଜଣେ ଅନ୍ଧ ଲୋକ। ଆଜ୍ଞା ଧୃତରାଷ୍ଟ୍ର ଅନ୍ଧ ଥିଲେ, କେଉଁଥିରେ ନା ଧର୍ମରେ ଅନ୍ଧ ଥିଲେ। ଧର୍ମ ପାଠଟା ତାକୁ କ'ଣ ଦେଖାଯାଉନଥିଲା। କାନକୁ ଶୁଭୁ ନାହିଁ, ବୁଢ଼ା ହୋଇଗଲେ ଆଜ୍ଞା କ'ଣ କାନକୁ ଶୁଭିବ? ଧୃତରାଷ୍ଟ୍ରଙ୍କୁ କହୁଛନ୍ତି ବେଦୁର, କାନକୁ ଶୁଭର। ପେଟରେ ଅଗ୍ନିମାନ୍ଦ ହୋଇ ଆଉ ଜୀର୍ଣ୍ଣ ଶକ୍ତି ନାହିଁ, ପର ଘରେ ଯାଇଛ। ଆଜ୍ଞା ବୁଢ଼ା ହେଲା ପରେ ପୁଅ ବୋହୂଙ୍କ ଘର ନା, ଆଉ ପର ଘରେ କୁକୁରଙ୍କ ଭଳି ଯାଇ ଭରସା କରୁଛ, ଆଉ ତମ ଜୀବନକୁ ଆଶା ଅଛି? ନା ନା ନା, ଚାଲ ଏ ନଗରରୁ ବାହାର। ଆଉ ମନ୍ତ୍ରୀ ଜନ ତୁଲେ ଭାଳି, ତୋରକୁ ମରେ କଲେ କଳି। ପଣ୍ଡୁର ପାଞ୍ଚ ପୁତ୍ର ମାରି, ସୁଖେ ଭୁଞ୍ଜିବା ରାଜଶ୍ରୀ। ଦୁଷ୍ଟଙ୍କ ତୁଲେ ବିଚାରିଲେ, ଭୀମକୁ ବିଷ ଲଡୁ ଦେଲେ। ସେ ଭୀମ କେବେ ନମଲା, ତାହାକୁ ଗୋବିନ୍ଦ ରଖିଲା। ଜଉର ଘରେ ଅଗ୍ନି ଦେଲେ, ସେବେଳେ ପାଣ୍ଡବେ ରଖିଲେ। ପୁଣି କପଟ ପୋଷା କରି, ଧନ ସମ୍ପଦ ଅପହରି। ଦ୍ରୌପଦୀ କେଶ ଧରି ବଳେ, ଦୁଷ୍ଟଙ୍କ ତୁଲେ ବିଚାରିଲେ। ବିବସ୍ତ୍ର କଲେ ସଭା ତଳେ, ଗୋବିନ୍ଦ କୋଟି ବସ୍ତ୍ର ଦେଲେ। ଏ ଆଦି ଯେତେ କର୍ମ କଲେ, ତୁ ତାହା ଜାଣିଅଛୁ ଭଲେ। ସେ କି ତାହାଙ୍କ ଚିତୁ ଜୀବ, ମନୁଷ୍ୟ ଜନ୍ମର ସ୍ୱଭାବ। ତାହାଙ୍କ ତହୁଁ ପିଣ୍ଡ ଖାଇ, ସେବକ ପ୍ରାୟ ଦ୍ୱାରେ ଯାଇ। ବେଦୁର ଧୃତରାଷ୍ଟ୍ରକୁ କହୁଛନ୍ତି, ହେ ଭାଇ ଧୃତରାଷ୍ଟ୍ର, ତୁମ୍ଭ ପୁଅମାନେ କୁମନ୍ତ୍ରଣା କରି ପଞ୍ଚୁ ପାଣ୍ଡବଙ୍କ ସହିତ କଳି କରି ପାଣ୍ଡବମାନଙ୍କୁ ମାରି ରାଜ୍ୟ ଶାସନ କରିବା ପାଇଁ କୂଟନୀତି କଲେ। ରାଜ୍ୟ ସିରି ଅଢ଼େଇବା ପାଇଁ କୁମନ୍ତ୍ରଣା କଲେ। ଏ ଭୀମକୁ ବିଷ ଲଡୁ ଦେଇଦେଲେ। ଯତୁର ଘରେ ପଞ୍ଚୁ ପାଣ୍ଡବ ନେଇ ନିଆଁ ଲଗାଇଦେଲେ। କପଟରେ ପଶା ଖେଳି ଧନ ସମ୍ପଦ ଛଡ଼େଇ ଆଣିଲେ। ଦ୍ରୌପଦୀକୁ ନେଇ ସଭା ତଳରେ କେଶକୁ ଧରି ବିବସ୍ତ୍ର କରିଦେଲ। ନା କୋଟି ବସ୍ତ୍ର ଦେଇ ଗୋବିନ୍ଦ ତାଙ୍କୁ ରକ୍ଷା କଲେ। ଏଇଭଳି ଯେତେ କର୍ମ କରିଛ ତମେ କ'ଣ ଜାଣିନା କି? କର୍ମର ଫଳ ବା ପାପ ଫଳ ଭଲ ଭାବରେ ଜାଣିଛ। ପାଣ୍ଡବଙ୍କ ମନରୁ ଏକଥା ଯିବ କି? ପାଣ୍ଡବମାନେ ସ୍ୱଭାବେ ମଣିଷ ସ୍ୱଭାବ ଆଜ୍ଞା ଛାଡ଼ିବ, ଆଉ ଶେଷରେ ତାଙ୍କର ସେବକ ହୋଇ ତାଙ୍କର ପୁଣି ଭକ୍ଷ ଖୁଆଇଲ। ତୋର ବୟସ ଆଉ ନାହିଁ ଅତି ପତିତ ଦୁଷ୍ଟ ହୋଇ, ଦିନକୁ ଦିନ ତନୁ କ୍ଷୀଣ ଯେସନେ ପୁରୁଣା ବସନ। ଏ ଦେହ ବିମୁକ୍ତ ଯେ ମନ, ସେ ପ୍ରାଣୀ ବିମୁକ୍ତ ବନ୍ଧନ। ଅନିତ୍ୟ ନର କଳେବର ଭିତରେ କିଛି ନାହିଁ ସାର। ଏହା ବିଚାରି ଯୋଗ ବଳେ ହରିକ ଭକ୍ତ ସଙ୍ଗ ମେଳେ। ନିର୍ମଳ ହୋଇ ବନାଶ୍ରମ ସେ ପ୍ରାଣୀ ହରସ ଉତ୍ତମ। ଦୁଧ ଜନକ ଉତ୍ତମ ଏବେ ତୁ ଛାଡ଼ ମତି ଭ୍ରମ। ଭାଇ ଧୃତରାଷ୍ଟ୍ର, ତୋର ଆଉ ବୟସ ନାହିଁ। ଦିନକୁ ଦିନ ଦେହ ତୋର କ୍ଷୀଣ ହୋଇଗଲାଣି।
ଦେହ ଯେମିତି ବସ୍ତ୍ର ପୁରୁଣା ହୋଇଗଲେ ଫିଙ୍ଗି ଦିଏ, ତୋର ସେଇ ଅବସ୍ଥା ହୋଇଗଲାଣି। ତୁମ୍ଭେ ଏଇ ଦେହ ବନ୍ଧନରୁ ମୁକ୍ତି ହୋଇଯାଅ। ଯାହା ତ ପାପ କଲ କଲ, ହେଲେ ଧର୍ମ କାମ ଟିକେ କର। ଏ ଦେହ ହେଉଛି ଅନିତ୍ୟ, ଆଜି ଅଛି କାଲି ନାହିଁ। ମନରୁ ସଂସାର ଭ୍ରମ ଛାଡ଼ି ଦିଅ। ସଂସାର ଭ୍ରମ ଛାଡ଼ି କ'ଣ ହରିକୁ ଟିକେ ଭକ୍ତି କର। ଯଦି ଉଦ୍ଧାର ହେବାର ଅଛି, ପୁଣ୍ୟ ଅର୍ଜନ କରିବାର ଅଛି, ତାହେଲେ ହରି ଭକ୍ତଙ୍କ ସାଙ୍ଗରେ ଯାଇ ମିଶ। ଏହା ହେଉଛି ବୁଦ୍ଧଜନକର ମତ। ଏ ମତ ହେଉଛି ବୁଦ୍ଧିମାନ ଲୋକମାନଙ୍କର। ଉତ୍ତମ ପହତେ ଚଳ ବେଗେ, ପତ୍ନୀ ସମେତ ଘେନି ସଙ୍ଗେ। ସେଇ ଯେ ଦାସୀ ପଣେ ବନେ, ତୋତେ ସେବିବନୁ କ୍ଷଣେ। ଦେଖ ଏ କାହାଳ ଭୟଙ୍କର, ସତ୍ୟ ହରିବ ପ୍ରାଣୀ କର। ହେମନ୍ତ ବିଦୁରର ବାଣୀ, ଗାନ୍ଧାରୀ ଧୃତ ରାଷ୍ଟ୍ର ଶୁଣି। ତକ୍ଷଣେ ମୋହ ଜଡ଼ ଛାଡ଼ି, ବନ ଗମନେ ଚିତ ବଢ଼ି। ବିଷ୍ଣୁର ମାୟା କରି ଦୂର, ନଗରୁ ହୋଇଲା ବାହାର। ମନ ଆନନ୍ଦେ ତିନି ଜଣ, ଗମିଲେ ହିମାଚଳ ବନ। ଆଜ୍ଞା, ବିଦୁର କହୁଛନ୍ତି, ଏ ଭାଇ ଧୃତରାଷ୍ଟ୍ର, ପତ୍ନୀକୁ ସଙ୍ଗରେ ନେଇ ଉତ୍ତମ ଧର୍ମ ପଥରେ ଚାଲ। ପତ୍ନୀକୁ ସଙ୍ଗରେ ନ ନେଲେ କ'ଣ ଉତ୍ତମ ଧର୍ମ ପଥରେ ଚାଲି ହେବନି? ନାଇଁ ଆଜ୍ଞା, ସନାତନ ଧର୍ମ କହେ ଏ ସଙ୍ଗତେ ମୋତେ ଧ୍ୟାନ। ଏପରି ଭଗବାନ କହିଛନ୍ତି, ଯଦି ସ୍ତ୍ରୀ ସଙ୍ଗରେ ଅଛି ତାହେଲେ ଧର୍ମ କରିହେବ। ଯଦି ସ୍ତ୍ରୀ ସଙ୍ଗରେ ନାହିଁ, ଆଜ୍ଞା ଧର୍ମ କରିହେବ ନାହିଁ। ଧର୍ମ କଲେ ସେ ଧର୍ମର କୌଣସି ଫଳ ନଥାଏ। ତେଣୁକରି ଦୂର ଧୃତରାଷ୍ଟ୍ରକୁ କହିଲେ, ସ୍ତ୍ରୀ ସହିତ ତୁମେ ଧର୍ମ ବାଟରେ ଚାଲ, ଉତ୍ତମ ଧର୍ମ ପଥରେ ଚାଲ। ବଡ଼ ମଧ୍ୟରେ ସେ ହିଁ ସେବା କରିବ। ଦେଖ ଏ କାଳ ଭୟଙ୍କର ହେଲାଣି, ପ୍ରାଣୀମାନଙ୍କ ସତ୍ୟକୁ ହରଣ କଲାଣି। ଏଭଳି ବିଦୁରଙ୍କ ବାଣୀ ଶୁଣି ଧୃତରାଷ୍ଟ୍ର ଗାନ୍ଧାରୀ ସାର ମୋହ ଛାଡ଼ି ବନାଶ୍ରମରେ ନ ଦେଇ ବିଷ୍ଣୁ ମାୟାକୁ ଦୂର କରି ଗାନ୍ଧାରୀ, ଧୃତରାଷ୍ଟ୍ର ଆଉ ବିଦୁର ଏ ତିନି ଜଣ ଯାକ ନଗରରୁ ବାହାରିଗଲେ। ଧୃତରାଷ୍ଟ୍ର, ଗାନ୍ଧାରୀ, ବିଦୁର ଏ ତିନି ଜଣ ମନ ଆନନ୍ଦରେ ହିମାଚଳ ଗମନ କଲେ। ଏ ଶୁଣ ବିପ୍ରବର, ଧର୍ମ ନନ୍ଦନ ନିଜପୁର। ସ୍ୱଭାବେ ନିତ୍ୟ କର୍ମ ସାରି, ଅଗ୍ନି ପୂଜନ ଦାନ କରି। ଗୁରୁ ପୂଜନ ସେବା ଅର୍ଥେ, ଗୃହେ ମିଳିଲେ କୃତ୍ୟେ କୃତ୍ୟେ। ଗୁରୁ ଭବନେ ଯାଇ ମିଳି, ହସ୍ତେ ଘେନିଲେ ଅର୍ଘ୍ୟ ଥାଳି। ତକ୍ଷଣେ ଦେଖି ଶୂନ୍ୟ ଘର, କାତର ମନେ ନୃପ ବର। ଉଜିଣ ଜଣେ ଜଣେ ଚାହିଁ, ମୋ ଗୁରୁ ଜନ ଗଲେ କାହିଁ। କେହି ନ ଶୁଣନ୍ତି ବଚନ, ଭୟେ ଚାହାନ୍ତି ଛନ୍ନ ଛନ୍ନ। ପୁଣି କହନ୍ତି ଜନେ ଚାହିଁ, ତାତ ଜନନୀ ଗଲେ କାହିଁ। ବିଦୁର ନାହିଁ ମୋର ପାଶେ, ମୋ ତାତ ଜନନୀ ନ ଦିଶେ। ଲୋଚନେ ନ ଦିଶଇ ପଥ, କିଏ ବିଧାତା ବିପରୀତ। ପୁତ୍ରଙ୍କ ମରଣେ ଦୁଃଖିତ, କେବନ ଦେଶ କେବା ପଥ। ନ ପୂର୍ଣ୍ଣ ପୁତ୍ର ଶୋକ ଭଳେ, ପ୍ରାଣ ଛାଡ଼ିବେ ଗଙ୍ଗା ଜଳେ। ମୋର ଜନନୀ ତାତ କାହିଁ, ଗଲେ ମୋ ସହ୍ୟ କି ପାଇଁ। ଦୁଃଖ ସାଗରେ ନିମଜିଲେ, ମୋର ଦୁଷ୍କୃତ କର୍ମ ଫଳେ। ହେମନ୍ତ ଧର୍ମ ସୁତ ବାଣୀ, ସାରଥି କହେ ମଞ୍ଜୁ ବାଣୀ। ସୁତମୁନି କହୁଛନ୍ତି, ଏବେ ମୁନିମାନେ ଶୁଣ। ଯୁଧିଷ୍ଠିର ନିତ୍ୟ କର୍ମ ସାରି, ଦାନ ପୁଣ୍ୟ କର୍ମ ସାରି, ସନ୍ତୁଷ୍ଟ ମନରେ ଗୁରୁ ଭବନକୁ ଯାଉଥିବା ବେଳେ ଦେଖିଲେ
ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ଘର ଆଜ୍ଞା ଖାଲି ପଡ଼ିଛି। ସମସ୍ତଙ୍କୁ ପଚାରିଲେ ଏ ବାବା ମାମା କୁଆଡ଼େ ଗଲେ? କେହି ଆଜ୍ଞା ଶୁଣୁନାହାନ୍ତି, କେହି ତ ଜାଣିନାହାନ୍ତି, ଆଉ ଶୁଣିବେ କ'ଣ? ସମସ୍ତଙ୍କର ଗୋଟେ ଶଙ୍କା ହେଲା, ଆଶଙ୍କାରେ ପଡ଼ିଗଲେ। କୁଆଡ଼େ ଗଲେ? ବିଦୁଳ ମଧ୍ୟ ନାହିଁ, କେହି ଦେଖାଯାଉନାହାନ୍ତି। ଈଶ୍ୱର କହୁଛନ୍ତି, ହେ ବିଧାତା, ଇଏ କି କର୍ମ କଲ? ଇଏ କି ବିପରୀତ? ବାବା ମାମା ପୁତ୍ରଙ୍କ ମରଣରେ ଦୁଃଖିତ ହୋଇ ବନ ଦେଶରେ କେଉଁ ପଥରେ ଗଲେ କି? ପୁତ୍ର ଶୋକରେ ବା ପୁତ୍ରମାନଙ୍କ ଶୋକରେ ଗଙ୍ଗା ଜଳରେ ପ୍ରାଣ ଛାଡ଼ିବେ ବୋଲି ଗଙ୍ଗା ନଦୀକୁ ଗଲେ କି? ପୁତ୍ରମାନଙ୍କ ଶୋକ ଫଳରେ ଗଙ୍ଗା ନଦୀରେ ପ୍ରାଣ ଛାଡ଼ିଦେବେ କି? କି ମୋର ଦୁଷ୍କୃତ୍ୟ କର୍ମଫଳ ଯୋଗୁଁ ମୋ ବାବା ମାମା ଛାଡ଼ିକି ମୋତେ ପଳାଇଗଲେ? ଏଇଭଳି ଯୁଧିଷ୍ଠିର ଦୁଃଖ ସାଗରରେ ବୁଡ଼ି ରହିଲେ। ଏଇଭଳି ଧର୍ମ ସୂତ କଥା ଶୁଣି ସାରଥି ଆଜ୍ଞା ହେଉଛନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ପ୍ରିୟ ଦର୍ଶକ ଭାଇ ଭଉଣୀମାନେ, ଆଜି ତ ସମୟ ବହୁତ ହୋଇଯାଇଛି। ଏଇଟା ଟିକେ ବଡ଼ ବିଷୟଟି ହେବ ଆମର ପ୍ରଥମ ସ୍କନ୍ଧର 13 ଅଧ୍ୟାୟ। ଏଣୁକରି ଆମେ ଭିଡ଼ିଓଟିକୁ ଏତିକିରେ ବିରାମ ଦେବା। ଆମ ଭାଇ ଭଉଣୀମାନେ ଆମ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦେବେ। ପୁଣି ଦେଖା ହେବ ଏହି ପ୍ରଥମ ସ୍କନ୍ଧର 13 ଅଧ୍ୟାୟ ଯେଉଁଠାରୁ ଛାଡ଼ିଥିଲେ ସେଇଠାରୁ ପୁଣି ଆଲୋଚନା କରିବା। ଦର୍ଶକ ବନ୍ଧୁ, ଆମକୁ ଆଜି ଏତିକିରେ ବିଦାୟ ଦିଅନ୍ତୁ। ଜୀବିତ ବିଷ୍ଣୁ ସମସ୍ତଙ୍କର ରିଷ୍ଟ ଖଣ୍ଡନ କରନ୍ତୁ। ଓମ୍ ଶାନ୍ତି।